ନମସ୍କାର। ଗୋଟେ ମଜାଦାର ଗପ, ବହୁତ ମଜା। ଆଉ ଦିନକର ଘଟଣା। ଦୁଇ ସାଙ୍ଗ ଥାନ୍ତି। ଆଉ ଜଣେ ଟାଉନର ସାଙ୍ଗ, ଜଣେ ଗାଁ ମଫସଲର ସାଙ୍ଗ। ସେ ଟାଉନର ସାଙ୍ଗଟେ ଆସିଛି କ'ଣ ମଫସଲର ଗାଁ ସାଙ୍ଗ ଘରକୁ। ଦିନେ ସେମାନେ ଝାଡ଼ା ଯିବେ। ଗାଁରେ ତ ସମସ୍ତେ ଝାଡ଼ା ଯାଆନ୍ତି, କେଉଁଠି ବିଲ ବାଡ଼ିକି ଯାଆନ୍ତି। ହାବାରେ ବସିବେ, ଥଣ୍ଡାରେ ବସିବେ, ଝାଡ଼ା ଫେରିବେ। ସେ ଝାଡ଼ା ଫେରିବାରେ ଗୋଟେ ମଜା ବି ଅଛି ଦେଇକି। ଗାଁ ସାଙ୍ଗଟା ତାର ପ୍ରତ୍ୟେକ ଦିନ ଝାଡ଼ା ଗଲାବେଳେ ଗୁଡ଼ାଖୁ ନେଇକି ଘଷେ। ଗୁଡ଼ାଖୁ ତ ଆପଣମାନେ ଜାଣିଥିବେ କେଉଁଠି ଘଷନ୍ତି, ଦାନ୍ତ ଘଷନ୍ତି। ତାର ତାର ଯାହା ହଉ ଦାନ୍ତ ଫାନ୍ତ ଘଷିକି ଚାଲି ଆସିଛି। କିନ୍ତୁ ଦ୍ୱିତୀୟ ସାଙ୍ଗଟିକୁ ତାର ଝାଡ଼ା ହେଲାନି। ଯେଉଁ ଟାଉନରୁ ଆସିଛି ତାର ସାଙ୍ଗ, ସିଏ ଆଉ ଗୁଡ଼ାଖୁ ଘଷିବାର ଗୁଣଟି ଜାଣିନି। ଗୁଡ଼ାଖୁଟି କେଉଁଠି ଘଷାଯାଏ, କ'ଣ କରେ, ସେ ତ କିଛି ଜାଣିନି। ଆସିଛି ଦୁଇ ଜଣ ଗଲେ। ତାପରେ ଦ୍ୱିତୀୟ ସାଙ୍ଗଟି କହୁଛି, ଆରେ ସାଙ୍ଗ, ମୋର ଝାଡ଼ା ହେଲାନି ଆଜି। ତାହେଲେ ତୋର ଝାଡ଼ା ହେଲା? କହିଲା, ହଁ ମୋର ତ ଝାଡ଼ା ହେଲା। ଆଉ ମୁଁ ତ ଗୁଡ଼ାଖୁ ଘଷିଲେ ମୋର ଝାଡ଼ା କ୍ଲିଅର ହେଇଯାଏ। ସେ କହିଲା, କାହିଁ ମୋର ହେଉନି? ତାପରେ ସେ ଦୋକାନକୁ ଗଲା। ଦୋକାନରୁ ଯାଇକି 250 ଗ୍ରାମର ଗୁଡ଼ାଖୁ ନେଇ ଆସିଛି। ଗୁଡ଼ାଖୁ ନେଇ ଆସିଲା। ତାପରେ ଗଲା, ଝାଡ଼ା ଫେରିଲା। ତାପରେ ଗଲା, କହିଲା, ମୁଁ ତ ଘଷିଲି ଗୁଡ଼ାଖୁ ଯାକ 250 ଗ୍ରାମ ଯାକ ମୋର ଗୁଡ଼ାଖୁ ସରିଗଲା, କିନ୍ତୁ ମୋର ଝାଡ଼ା ହେଲାନି। ଇଏ କହିଲା, କି ଆଶ୍ଚର୍ଯ୍ୟ କଥା, ମୁଁ ଟିକିଏ ମାନେ ଟେଳାଏ ଟିକେ ଝାଡ଼ା ନେଲେ ଗୁଡ଼ାଖୁ ନେଇକି ମୋର ଝାଡ଼ା ହେଇଯାଉଛି, ତ 250 ଗ୍ରାମର ଗୁଡ଼ାଖୁ ଘଷିଲୁ, ଝାଡ଼ା ହେଲାନି। ତେଣୁକରି ଚିନ୍ତା କରନ୍ତୁ, ସେ ଗୁଡ଼ାଖୁଟି କେଉଁଠି ଘଷେ। ଝାଡ଼ା ହେଉନି ମାନେ ସେ ଭାବୁଥିବ ଝାଡ଼ା ଦ୍ୱାରରେ, ମାନେ ମଳ ଦ୍ୱାରରେ ଯେଉଁଠି ଝାଡ଼ା ଫେରନ୍ତି ସେଇ ଜାଗାରେ ସେ ଝାଡ଼ାଟେ ଗୁଡ଼ାଖୁଟି ଲଗେଇ ଦେଇଛି। ତାପରେ ତାର ଅବସ୍ଥାଟି କ'ଣ ହେଇଥିବ, ଦର୍ଶକ ବନ୍ଧୁ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ। ଏଇଟା କେହି ଖରାପ ଭାବିନି। ଏଇଟା ଗୋଟେ ମଜାଦାର ଗପ। ଏଟା ହାସ୍ୟ କି ବ୍ୟଙ୍ଗ ଆପଣମାନେ ଯେଉଁଥିରେ ଭାବିପାରିବେ। ଏଇଟା ଗୋଟେ ମାନେ ଏମିତି ଗପଟିଏ। ଆଉ ୟାର ତାର ଫଳ ତାର ଯାହା ହେଇଥିବ, ଏଇଟା ଭାବିବେ। ରହୁଛି ନମସ୍କାର। କମେଣ୍ଟ ମାଧ୍ୟମରେ ଜଣାଇବେ ଏଇ ଗପଟି କେମିତି ଲାଗିଲା।